ଭୋଜିରେ ମଟନ ଅସ୍ଥି ମଜା ନଥିବାରୁ ବର ପକ୍ଷ ବିବାହ ବାତିଲ କରିଛନ୍ତି। କନ୍ୟା ପକ୍ଷ ବିବାହରେ ମଟନ ଅସ୍ଥି ମଜା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ବରଯାତ୍ରୀଙ୍କର ଖାଇବା ଥାଳିରେ ମଟନ ଅସ୍ଥି ମଜା ନ ମିଳିବାରୁ କ୍ଷୁବ୍ଧ ହୋଇ ବରପକ୍ଷ ବାହାଘର ଭାଙ୍ଗି ଦେଇଛନ୍ତି। ତେଲେଙ୍ଗାନାରେ ଘଟିଥିବା ଏ ଘଟଣାରେ କନ୍ୟା ନିଜାମାବାଦର ହୋଇଥିବା ବେଳେ ବର ଜଗତି ଆଲ୍ଲ ବୋଲି ଜଣାପଡ଼ିଛି। ତେବେ ନଭେମ୍ବର ମାସରେ କନ୍ୟାଙ୍କ ବାସଭବନରେ ସେମାନଙ୍କର ନିର୍ବନ୍ଧ ଅନୁଷ୍ଠିତ ହୋଇଥିଲା। ଏ ସମୟରେ ଝିଅ ଘର ପକ୍ଷ ବିବାହରେ ମଟନ ଅସ୍ଥି ମଜା ଦେବେ ବୋଲି କହିଥିବା ବରପକ୍ଷ କହିଛନ୍ତି। ବରଯାତ୍ରୀ ବିବାହକୁ ପରମ୍ପରା ଅନୁସାରେ ଆସିଥିଲେ। ଉପସ୍ଥିତ ଲୋକମାନେ ମଜାଦାର ଖାଦ୍ୟର ମଜା ନେଉଥିବା ବେଳେ କିନ୍ତୁ ହଠାତ୍ ଉତ୍ତେଜନା ପ୍ରକାଶ ପାଇଥିଲା। ଅନେକ ଅତିଥି ମଟନ ଅସ୍ଥି ମଜା କାହିଁକି ନାହିଁ ବୋଲି ପଚାରିଥିଲେ। ଖାଇବା ଥାଳିରେ ମଟନ ଅସ୍ଥି ମଜା ନଥିବା ଦେଖି ବର ପକ୍ଷ ସୁନିଶ୍ଚିତ କରିବା ପରେ ଉତ୍ତେଜନା ଦେଖାଦେଇଥିଲା। ଏହାକୁ ଅପମାନ ବୋଲି ଦର୍ଶାଇ ବରର ପରିବାର ଲୋକେ ଉତ୍ତ୍ୟକ୍ତ ହୋଇ କନ୍ୟା ପକ୍ଷଙ୍କ ସହିତ ଗଣ୍ଡଗୋଳ କରିଥିଲେ। ଉତ୍ତେଜନା ବଢ଼ିବାରୁ ସ୍ଥାନୀୟ ପୁଲିସ ହସ୍ତକ୍ଷେପ କରି ବର ପରିବାରକୁ ବିବାଦର ସମାଧାନ କରିବାକୁ ଅନୁରୋଧ କରିଥିଲେ। ତେବେ କନ୍ୟା ପରିବାର ଜାଣିଶୁଣି ଖାଇବାରେ ମଟନ ଅସ୍ଥି ମଜା ରଖି ନାହାନ୍ତି ବୋଲି ବରପକ୍ଷ କହିଥିଲେ। ଏହା ତାଙ୍କ ପ୍ରତି ଅସମ୍ମାନ ବୋଲି ବରପକ୍ଷ କହିଥିଲେ। ତେବେ ବିବାଦର ସମାଧାନ ନ ହେବାରୁ ବିବାହକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ। ଏ ଘଟଣାଟି ଏପରି ଯେ ଚଳିତ ବର୍ଷ ଆରମ୍ଭରେ ମୁକ୍ତିଲାଭ କରିଥିବା ଏକ ଲୋକପ୍ରିୟ ତେଲୁଗୁ ଚଳଚ୍ଚିତ୍ର ବାଲାଗମ୍ ଭଳିଆ। ଫିଲ୍ମରେ ଦୁଇ ପରିବାର ମଧ୍ୟରେ ମଟନକୁ ନେଇ ମତଭେଦ ହେବାରୁ ବିବାହ ବାତିଲ ହୋଇଥିଲା, ଯାହା ବାସ୍ତବ ଜୀବନରେ ଘଟିଛି।